7,000 କମିଗଲା ସୁନା ଦର। ମେକିଂ ଓ ଚାର୍ଜ ଜିଏସ୍ଟି ମିଶାଇ ଆସିବ ଏତିକି। ଖବରଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁମାତ୍ରା ସେୟାର କରିବାକୁ ଜମାରେ ବି ଭୁଲନ୍ତୁ ନାହିଁ। ଭାରତରେ ସୁନା ଦର ଏବଂ ନାଟକୀୟ ଭାବେ ହ୍ରାସ ପାଇଛି, ଯାହା ଗ୍ରାହକ ଓ ନିବେଶକଙ୍କ ମନର ଏକ ପ୍ରଶ୍ନ ସୃଷ୍ଟି କରିଛି। ଏବେ ସୁନା କିଣିବା ଉଚିତ ନା ଆହୁରି ଅପେକ୍ଷା କରିବା ଉଚିତ? ନିକଟରେ ଦିଲ୍ଲୀରେ 24 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପିଛା 98,550 ଟଙ୍କାକୁ ଖସିଛି, ଯାହା ପୂର୍ବ ଦିନ ତୁଳନାରେ 9,000 ଟଙ୍କା କମ୍। ଅକ୍ଷୟ ତୃତୀୟା ପରି ଶୁଭ ଦିନରେ ସୁନା କିଣିବା ପାଇଁ ଗ୍ରାହକଙ୍କ ଆଗ୍ରହ ଥାଇପାରେ, କିନ୍ତୁ ବିଶେଷଜ୍ଞଙ୍କ ମାନେ ପରାମର୍ଶ ଦେଇଛନ୍ତି। ଆସନ୍ତୁ ଜାଣିବା। ଅନ୍ତର୍ଜାତୀୟ ବଜାରରେ ଦୁର୍ବଳ ପ୍ରବୃତ୍ତି ଓ ଟ୍ରମ୍ପଙ୍କ ଚୀନ ବାଣିଜ୍ୟ ନୀତିରେ ନରମ ଅଭିମୁଖ୍ୟ ଯୋଗୁଁ ସୁନା ଦର ହ୍ରାସ ପାଇଛି। ଏହା ସହିତ ବଡ଼ ନିବେଶକଙ୍କ ଲାଭ ସଂଗ୍ରହ ମଧ୍ୟ ଏହାର ଏକ କାରଣ। ଓଡ଼ିଶାରେ ମଧ୍ୟ ସୁନା ଦର 56,000 ଟଙ୍କା ତଳେ ଖସିବାର ସମ୍ଭାବନା ରହିଛି ବୋଲି ମନିଷ୍ଟାର ଆକଳନ କରିଛି। ଓଡ଼ିଶାରେ ନୂଆ ସୁନା ଖଣି ଆବିଷ୍କାର ମଧ୍ୟ ଭବିଷ୍ୟତରେ ଦରକୁ ପ୍ରଭାବିତ କରିପାରେ। ତ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଏବେ କିଣିବା ଉଚିତ ନା ଅପେକ୍ଷା କରିବା? ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ଯେ ସୁନା ଏକ ନିରାପଦ ନିବେଶ ବିକଳ୍ପ ହୋଇଥିବାରୁ ଏହାକୁ ଆପଣଙ୍କ ପୋର୍ଟଫୋଲିଓରେ ରଖିବା ଲାଭଦାୟକ। ଦର ହ୍ରାସ ଏକ କିଣିବାର ସୁଯୋଗ ହୋଇପାରେ, କିନ୍ତୁ ଅନ୍ତର୍ଜାତୀୟ ବଜାର ଓ ଅର୍ଥନୈତିକ ଅବସ୍ଥା ଉପରେ ନଜର ରଖିବା ଆବଶ୍ୟକ। ଯଦି ଆପଣ ଦୀର୍ଘକାଳୀନ ନିବେଶ ପାଇଁ ଯୋଜନା କରୁଛନ୍ତି, ତେବେ ଏବେ କିଣିବା ଲାଭଦାୟକ ହୋଇପାରେ। କିନ୍ତୁ ହଗ୍ ଫେଜେସ୍ ପୋର୍ଟାଲ ପିଓରେ ସୁନାର ମୂଲ୍ୟ ସମ୍ପର୍କିତ ତଥ୍ୟ ଦେଖାଇବା ପାଇଁ ଆପଣଙ୍କୁ ଏକ ସୁନା କିଣିବାର ସୁଯୋଗ ହୋଇପାରେ। ଏହିପରି ଲାଟେଷ୍ଟ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରିବାକୁ ଜମାରେ ବି ଭୁଲନ୍ତୁ ନାହିଁ।